କୃଷି ଅଧିକାରୀମାନେ ଚାଷୀ ଭାଇମାନଙ୍କୁ ଏକତ୍ରିତ କରାଇ କୁଦରତ 3 ଧାନ ବିଷୟରେ ବୁଝାଇଥିଲେ ଏବଂ ଏହି ଧାନକୁ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ତାପରେ ଚାଷୀ ଭାଇମାନେ ବିହନକୁ ବିଶୋଧନ କରିଥିଲେ। ବିଲର ବିଭିନ୍ନ ସ୍ଥାନରୁ ମାଟି ନେଇ ତାକୁ ପରୀକ୍ଷା କରାଇଥିଲେ। ଜମିକୁ ଗଭୀର ଭାବରେ ହଳ କରି ତାକୁ ସମତୁଲ କରିଥିଲେ। ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ତଳି ଘେରାରେ ବିଶୋଧିତ ବିହନକୁ ତଳି ପକାଇଥିଲେ। ରୋଇବା ଯୋଗ୍ୟ ତଳି ହୋଇଯିବା ପରେ ମାର୍କର ସାହାଯ୍ୟରେ ଚିହ୍ନ ଦେଇ ବା ଚିହ୍ନିତ ଦଉଡ଼ି ପକାଇ ତଳି ରୋଇଥିଲେ। କେହି ଧାଡ଼ି ରୁଆ ପଦ୍ଧତିକୁ ଆପଣେଇଥିଲେ, ଆଉ କେହି ଶ୍ରୀ ପ୍ରଣାଳୀକୁ ଆପଣେଇଥିଲେ। କୃଷି ଅଧିକାରୀମାନେ ବିଭିନ୍ନ ସମୟରେ କ୍ଷେତ୍ର ପରିଦର୍ଶନ କରି ଚାଷୀ ଭାଇମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝୁଥିଲେ ଓ ସମାଧାନର ଉପାୟ ବତାଉଥିଲେ।